ଦେଖନ୍ତୁ ବିଧାନସଭା ବନ୍ଦ ଥିଲା 2 ଦିନ ଶନିବାର ରବିବାର ଛୁଟି ଅଛି ମୁଁ ଛୁଟି ଥିଲା ତ ଗାଁରେ ଏରିଆରେ ମୋର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଭିତରେ କେତେ ଗୁଡ଼ାଏ ପ୍ରୋଗ୍ରାମ ଥିଲା ମୋ ପ୍ରୋଗ୍ରାମ ଆଟେଣ୍ଡ କରି ବୋଲିକିରି କାଲି 7ଟାରେ ମୁଁ ବସିଲି 7:30 ହେଇଥିବ 7:30 ଛାଡୁଛି ଅରେଞ୍ଜ ବସ୍ ଯୋଉ ନୀଳକଣ୍ଠେଶ୍ୱର ଅରେଞ୍ଜ ବସ୍ ଛାଡୁଥିଲେ ସେ ବସ୍ରେ ବସିଲି ଆଉ ମଝିରେ ଆସିଲେ ଖାଇବା ପାଇଁ ଟିକେ ରଖିଲା ଗୋଟେ ଜାଗାରେ ରାମ ରାମଚନ୍ଦ୍ର ନାଇଁ ନାଇଁ ରାମେଶ୍ୱରରେ ରଖିବ ଖାଇବାଟା ସେଠି ଖାଇଲା ପରେ ତାପରେ ଖାଇଦେଲା ପରେ ଆମେ ଘର ନିଦ୍ରାରେ ଆମେ ଶୋଇ ପଡିଛୁ ଜାଣିନୁ ପୁରା ରାତି ପ୍ରାୟ 3ଟା ହେଇଥିବ ରାମଭଦ୍ରମପୁର ଯୋଉ ଆନ୍ଧ୍ର ଭିତରେ ରାମଭଦ୍ରମପୁର ବୋଲି ଗୋଟେ ଜାଗା ଅଛି ସେ ଜାଗାରେ ଗୋଟେ ନିକୁଞ୍ଜ ଜଙ୍ଗଲ ଭିତରେ ହଠାତ୍ ଗାଡି ପଛକାନି ଚକା ପାଖରେ ଗାଡି ନିଆଁ ଲାଗିଗଲା ହେଲେ ତାପରେ ଗାଡି ରଖିଦେଲା ଡ୍ରାଇଭର ରଖିକିରି ଆମେ ଶୋଇ ପଡୁଛୁ ଆମକୁ ଉଠାଇଲେ ସେ କାଉଳି ବାଉଳି ହେଇକରି ଉଠାଉଛି ଆଜ୍ଞା ବାବୁ ଭାଇ ମାନେ ଗାଡି ନିଆଁ ଲାଗିଗଲା ଜଲ୍ଦି ଉଠ ବେଗି ଉଠ ବୋଲି ଆମକୁ ଯେତେବେଳେ କାଉଳି ବିକୁଳି ହେଇକରି ଉଠେଇଲେ ମୁଁ ମଧ୍ୟ ଶୋଇଥିଲି ତରବର ତରବର ଉଠିଲି ଯେମିତି ମୋ ବ୍ୟାଗ୍ ଗୋଟେ ଧରିଲି ହାତରେ ବ୍ୟାଗ୍ ଧରିଲି ଏଠି ଡେଇଁ ପଡିଲି ତାପରେ ସମସ୍ତଙ୍କୁ ଯେତିକି ଲୋକ ବି ଯାତ୍ରୀମାନେ ଥିଲେ ପ୍ରାୟ ଗୋଟେ 40-45 ଲୋକ ଥିଲେ ସମସ୍ତଙ୍କୁ ମୁଁ ମଧ୍ୟ ନିଜେ ରେସ୍କ୍ୟୁ କରିଛି ସେମାନଙ୍କୁ ମୁଁ ମଧ୍ୟ ଟାଣି ଟାଣି ଆଣିଛି ନିଜେ ବହି ବହି ମଧ୍ୟ ଛୋଟ ଛୋଟ ପିଲାମାନଙ୍କୁ ବହି ବହି କରି ବାହାର କରିଛି ଆଉ ସମସ୍ତଙ୍କୁ ଗୋଟେ ସୁରକ୍ଷିତ ଜାଗାରେ ରଖିଲା ପରେ ସେତେବେଳକୁ ସମ୍ପୂର୍ଣ୍ଣ ନିଆଁ ଜଳି ସାରିଲାଣି ବସ୍ଟା ତୁ 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 ଏତେ ସ୍ପିଡରେ ଜଳିଲା ଆଉ ସେଠି କଳ୍ପନା କରି ହଉନାହିଁ ମାନେ ସେଠି ଛୋଟ ମେସିନ ଯୋଉ ଗ୍ୟାସ୍ ଥିଲା ଯୋଉ ନିଆଲିବା ଗ୍ୟାସଟା ଥିଲା ଫାୟାର ଗ୍ୟାସଟା ହେଲେ ସେ ଛୋଟଟା ସେଟା ମଧ୍ୟ କଣ୍ଡକ୍ଟର ହେଲ୍ପର ମାନେ ନେଇକରି ତାକୁ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କଲେ ପାଣି ବାଲ୍ଟି ବାଲ୍ଟି ନେଇକରି ଛିଞ୍ଚା ହେଲା ହେଲେ ମଧ୍ୟ ଆୟତ୍ତ କରି ହେଲା ନାହିଁ ସମ୍ପୂର୍ଣ୍ଣ ଭାବରେ ଗୋଟେ ଘଣ୍ଟା ଭିତରେ ମାନେ ଅଧଘଣ୍ଟା ଘଣ୍ଟାଟି ଭିତରେ ସମ୍ପୂର୍ଣ୍ଣ ଜଳିଗଲା ପୋଷ୍ଟ ବସ୍ କେତେ ପାସେଞ୍ଜର ଥିଲେ ଆପଣ କେମିତି ଆସି ପହଞ୍ଚିଲେ ମିନିମମ୍ ତ ସେଠି 40 ଲୋକ ଖଣ୍ଡେ ଥିଲେ ଆଉ ସେତେବେଳେ ଆମେ 1.5 ଘଣ୍ଟା ପର୍ଯ୍ୟନ୍ତ ସେଠି ଶୀତ କାକର ଯୋଉ ପଡୁଥିଲା ନିଘଞ୍ଚ ଜଙ୍ଗଲ ଭିତରେ ଆଉ ସେତେବେଳକୁ ଗାଡି ମାନେ ଯାଉଛନ୍ତି ଆସୁଛନ୍ତି ନ୍ୟାସନାଲ ହାଇୱେ ନା ପୁରା ସେ ରାସ୍ତାରେ ନା ସବୁବେଳେ ଗାଡି ଯାଉଛନ୍ତି କିନ୍ତୁ ସେତେବେଳେ ତା ପଛେ ପଛେ ଏସିଆନ ବସ୍ଟା ଆସିଲା ଏସିଆନ ବସ୍କୁ ମୁଁ ମଧ୍ୟ ହାତ ମାରିଲି ମୁଁ ମଧ୍ୟ କଥା ହେଲି ଯେ ଭାଇ ପରିସ୍ଥିତି ବହୁତ ଗମ୍ଭୀର ହେଇଛି ଆଉ ଯୋଉ ଯାତ୍ରୀମାନେ ଛୋଟ ଛୋଟ ଛୁଆ ମାନେ ମାଇଗଣା ମାନେ ମହିଳା ମାନେ ଯୋଉ ରହିଛନ୍ତି ଆଉ ଆମକୁ ଯେମିତି ଆଡଜଷ୍ଟ କରି ନିଅନ୍ତୁ ତାପରେ ସେଠି ଖାଲି ଥିଲା କିଛି ସିଟ୍ ଖାଲି ଥିଲା ସମସ୍ତଙ୍କୁ ଆଡଜଷ୍ଟ କରି ସେଠି ଜୟପୁର ପର୍ଯ୍ୟନ୍ତ ଆଣିଲେ କେତେ ଯାତ୍ରୀ ଥିଲା ସମସ୍ତଙ୍କର ଜୀବନକୁ ବଞ୍ଚେଇବା ତାକୁ ନେଇ କଣ କହିବେ ଗାଡିର ମାନେ ଫିଟନେସ୍ ଯାଞ୍ଚ ହବା ଦରକାର କିନ୍ତୁ ଘଟଣା ନିଶ୍ଚିତ ରୂପେ ଏଇଟା ତ ଯେହେତୁ ଏଇଟା ଲଙ୍ଗ ଜର୍ଣ୍ଣି ଯୋଉ ହଉଛି ମାନେ ପ୍ରାୟ 750 କିଲୋମିଟର ହେଇଯାଉଛି ମାଲକାନଗିରିକୁ ଭୁବନେଶ୍ୱରକୁ ତ ମୁଁ ମଧ୍ୟ ଯୋଉ ସରକାରଙ୍କ ସହିତ ଆଲୋଚନା କରିବି ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବି ବିଧାନସଭା ଯେତେବେଳେ ସୋମବାର ଦିନ ଷ୍ଟାର୍ଟ ହବ ଲିଖିତ ମାଧ୍ୟମରେ ମୁଁ ଅଭିଯୋଗ କରିବି ଦେବି ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ସହିତ ମଧ୍ୟ ଆଲୋଚନା କରିବି ଯେହେତୁ ଆମ ଏଇଟା ଗୋଟେ ଲଙ୍ଗ ଜର୍ଣ୍ଣି ମାନେ ଲଙ୍ଗ ଟୁର୍ ହେଇଯାଉଛି ଲଙ୍ଗ ରୁଟ୍ ହେଇଯାଉଛି ଆଉ ଯେତେବେଳେ ବି ଯେକୌଣସି ବସ୍ ବି ଯାଉଛି ବା ଭୁବନେଶ୍ୱରକୁ ମାଲକାନଗିରିକୁ ଯାଉଛନ୍ତି ସେ ବସ୍ ମାନଙ୍କୁ ଟିକିନିକି ଯାଞ୍ଚ କରି ପ୍ରତ୍ୟେକ ଦିନ ଯାଞ୍ଚ ହେବାର ଆବଶ୍ୟକ ଅଛି ନହେଲେ ଏଭଳି ଯୋଉ ଦୁର୍ଘଟଣା ଯୋଉ ଘଟୁଛି ବହୁତ ଲୋକଙ୍କର ଜୀବନ ହାନି ହଉଛି ଆଉ ଯାହାଦ୍ୱାରା କି ଆଜି ଅଳ୍ପକେ ଆମେ ବର୍ତ୍ତି ଗଲୁ ନଚେତ ବହୁତ ଲୋକଙ୍କର ଜୀବନ ଚାଲି ଯାଇଥାନ୍ତା ଛୋଟ ଛୋଟ ଛୁଆ ଥିଲେ ମହିଳାମାନେ ଥିଲେ ଆଉ ସମସ୍ତଙ୍କର ପ୍ରାୟ ସେମାନଙ୍କର ଜିନିଷ ପତ୍ର ବି ଉଦ୍ଧାର କରିପାରିଲୁ ନାହିଁ ସେ ମହିଳାମାନେ କାନ୍ଦୁଥିଲେ ମୋର ସୁନା ଗହଣା ଥିଲା ମୋର ଟଙ୍କା ଥିଲା କିଛି ଲୋକଙ୍କର ମୋବାଇଲ ରହିଗଲା ମୋର ବି କିଛି ମୋର ଚାର୍ଜର ରହିଗଲା ମୋର ମୋବାଇଲ ଚାର୍ଜର ରହିଗଲା ମୋର ବ୍ୟାଗରେ ଆଉ ଅଲଗା ଜିନିଷ ରହିଲା ମୋର ଜୋତା ରହିଗଲା ମୁଁ ଜୋତା ବି ଆଣିପାରିଲି ନାହିଁ ଆଉ ମୋ ବ୍ୟାଗରେ ଅନେକ ପ୍ରକାର ଜିନିଷ ଥିଲା ଆଉ ମୁଁ ମଧ୍ୟ କିଛି ଜିନିଷ ଛାଡ଼ି ଦେଇକି ପଳେଇ ଆସିଲି ମାନେ ଖାଲି ପାଦରେ ଆପଣ ଆସିଛନ୍ତି ନା ମୁଁ ଖାଲି ପାଦରେ ଡେଇଁକିରି ଯେହେତୁ ଛୋଟ ଲାଗିଛି ଏପଟେ ଡେଇଁଥିଲି ନା ଏପଟେ ଛୋଟ ଲାଗିଛି ପୁରା ବଥା ହଉଛି ଆଉ ଏ ପ୍ରକାର ପରିସ୍ଥିତି ଆଉ କାଲି ବସ୍ ଆସିବା ପାଇଁ କାହିଁକି ଆପଣ ପ୍ଲାନ୍ କଲେ ନାଇଁ ମୁଁ ତ ପ୍ରାୟ ବସ୍ରେ ମଧ୍ୟ ଯାଉଛି ମୁଁ ସବୁବେଳେ କେତେବେଳେ ମୋ ନିଜ ଗାଡି ଧରି ଯାଉଛି ଗୋଟେ ଥର ଗାଡି ଧରିକରି ଗଲେ 20,000-25,000 ଖର୍ଚ୍ଚ ହଉଛି ଯାଇକିରି ଆସିବାକୁ 20,000-25,000 ଖର୍ଚ୍ଚ ହଉଛି ଆଉ ଏତେ ଖର୍ଚ୍ଚ ଆମେ କୋଉଠି କରିପାରିବୁ ସେଥିପାଇଁ ପ୍ରାୟ ବସ୍ରେ 1,000 ଟଙ୍କା କି 1,200 ଟଙ୍କା ଦେଲେ ଘରେ ସକାଳେ ପହଞ୍ଚି ଯାଉଛୁ ସନ୍ଧ୍ୟାରେ ସେଠି ପହଞ୍ଚିଲେ ଏଠି ସକାଳେ 7ଟା-8ଟା ବେଳେ ପହଞ୍ଚି ଯାଉଛୁ ସେଥିପାଇଁ ପ୍ରାୟ ମୁଁ ବସ୍ରେ ମଧ୍ୟ ଯିବା ଆସିବା କରୁଛି ଆଉ ଆଜି କାଲି ମଧ୍ୟ ବସ୍ରେ 2 ଦିନ ଛୁଟି ଅଛି ତ ଗାଡି କାହିଁକି ନେବି 2 ଦିନ ଛୁଟି ଥିଲା ଶନିବାର ରବିବାର ଛୁଟି ଥିଲା
ଆଉ ସୋମବାର ଦିନ ବିଧାନସଭା ଷ୍ଟାର୍ଟ ହେବ ମୁଁ ଯିବି 2-3ଟା ପ୍ରୋଗ୍ରାମ ଆଟେଣ୍ଡ କରିଦେଇକି ପୁଣି ରବିବାର ଦିନ ସନ୍ଧ୍ୟାରେ ପଳେଇ ଆସିବି ବୋଲିକି ମୁଁ ଭାବିକି ବାହାରିଥିଲି ଆଉ ସେଥିପାଇଁ ବସ୍ରେ ଆସିଥିଲି ଆଉ। ଥ୍ୟାଙ୍କ ୟୁ।